ଚାଲ ସେ ତ ମତେ ମୋ ପୁଅ ପାଖକୁ ନେଇ ଚାଲ। ଆମେ ଗଲେ କିଛି ଲାଭ ହବନି। ନନା ଚାହିଁଲେ ସମ୍ପଦ ବଞ୍ଚି ଯିବେ, ନହେଲେ ଆଲୋ ତୁ କିଛି ବୁଝି ପାରୁନୁ ନା କିଛି ଶୁଣି ପାରୁନୁ। ମାଟିକୁ ବିଧା ମାଇଲେ ଚୁନା ହୁଏ, ହେଲେ ଇଟାକୁ ନୁହଁ। ବାପର ଛାତିଟା ଅହଙ୍କାର ନିଆଁରେ ଜଳି ଯାଇ ଇଟା ହେଇଯାଇଛି। ସ୍ନେହ ମମତା ବିଧାରେ ସେ ଚୁନା ହବନି। ନନା ନ ଚାହିଁଲେ ସମ୍ପଦ ବଞ୍ଚିବେନି। ଡକ୍ଟର କହୁଛନ୍ତି ତାଙ୍କର ଅପରେସନ ହବ, ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର, ନହେଲେ ସମ୍ପଦ ମରିଯିବେ। ମରିଯିବେ। ତମେ ଶୁଣୁଛ ନା କାଠ ପାଲଟି ଗଲଣି। ଘର 8 ବର୍ଷ ଯାଏ ପିଲା ହଉନଥିଲେ। ସାଙ୍ଗ ସାଥୀ ସାହି ପଡ଼ିଶା ବନ୍ଧୁ ବାନ୍ଧବ କିଏ କେତେଟା ଇଟା ପରା କରୁଥିଲେ। କେହି କହୁଥିଲେ ଶିବା ତୁ ଆଉ ଗୋଟେ ବାହା ହ। ମୁଁ କହୁଥିଲି କାହିଁକି ଆଉ ବାହାବି, ଦେଖିବ ମୋର ଏଥର ପୁଅ ହବ। ଯୋଉଦିନ ପୁଅ ହେଲା ମତେ ଯେମିତି ଲାଗିଲା ସରଗର ସୁଖ ମୋ ହାତରେ ଓଜାଡି ହେଇ ପଡିଲା। ଏବେ ସିନା ଅଭାବ ନାହିଁ, ସେତେବେଳେ ଘୋର ଅଭାବ। ଏତେ ଅଭାବ ଭିତରେ ଥାଇ ବି ମୋ ପୁଅଟାର ମୁଁ କିଛି ଉଣା କରିନି। ପାଠ ପଢ଼େଇଲି, ବଡ଼ ମଣିଷ କଲି। ସନ୍ଧ୍ୟାବେଳେ ଯେତେବେଳେ ଡ୍ରାମା କରିବାକୁ ବାହାରେ ମତେ କହେ ନନା ମୋ ପାଇଁ କିନ୍ନର ଚଏସ୍ ଆଣିବ। ଡ୍ରାମା ବାଲା ଯୋଉ ଟିଫିନ ପଇସା ଦିଅନ୍ତି ସେଥିରେ ଟିଫିନ ଡକାଇ ମୋ ପୁଅ ପାଇଁ ମୁଁ କିନ୍ନର ଚଏସ୍ କିଣି ଆଣେ। ଟିକିଏ ବଡ ହେଲା ପରେ କହିଲା ବୋଉଲୋ ମୁଁ ପାଠ ପଢି ବଡ ଚାକିରି କଲେ ଗୋଟେ ମହେନ୍ଦ୍ରା ଥାର ଗାଡି କିଣିବି, ସେଥିରେ ତୋତେ ଆଉ ନନାକୁ ବସେଇ ବୁଲେଇବି। ଯୋଉଥିପାଇଁ ନ ଖାଇ ନ ପିଇ ଆମେ ତାକୁ MBA ପାଠ ପଢେଇଲୁ। ମୋର ଖୁଡ଼ି ମାଇକିନା ଖାଲି MBA କହୁଛି। ହ୍ୟାଲୋ MBA ନୁହେଁ MBA କହ। ଓ ବାସ୍ ସେଇଆ। ଦାମୀ ପାଠ ପଢିଲେ ଦାମୀ ଚାକିରି କରିବ, ମହିନ୍ଦ୍ରା ଥାର ଗାଡି ଚଢିବ। କେତେ ସପନ, ପୁଅ ବାହାଘର କରିବୁ, ଘରକୁ ବୋହୂ ଆଣିବୁ। ପୁଅଟା ବାହା ହେଲା ଯେ ଘରେ ବେଦି ବି ବନ୍ଧା ହେଲାନି। ବୋହୂ ଆସିଲା ଯେ ପୁଅଟା ଘର ଛାଡି ପଳେଇଲା। ପୁଅ ବୋହୂ ସୁଖ ମୋ ଭାଗ୍ୟରେ ନାହିଁ। ନା ବରଂ ଏଇଆ କୁହନ୍ତୁ, ଶାଶୁ ଘର ସୁଖ ମୋ ଭାଗ୍ୟରେ ନାହିଁ। ସମୟ ରେ ଆପଣ ଚାହିଁଲେ ସମ୍ପଦ ଭଲ ହେଇଯିବେ, ଆପଣ ଚାହିଁଲେ ସମ୍ପଦ ଭଲ ହେଇଯିବେ। ମୁଁ ମାନୁଛି ନନା, ମୋ ଡାଡି ଆପଣଙ୍କୁ ବହୁତ ଅପମାନ ଦେଇଛନ୍ତି। ଆପଣ ଆଉ ରାଗନ୍ତୁନି ନନା, ଯେତେ ଯାହେଲେ ସମ୍ପଦ ଆପଣଙ୍କ ପୁଅ। ଆଉ ରାଗନ୍ତୁନି ନନା, ରାଗନ୍ତୁନି। ମେଡିକାଲ ପଳେଇ ଆସିଲେ ଯେ କଣ ପାଇଁ ମେଡିକାଲ ପଳେଇ ଆସିଲ? ଟଙ୍କା ନେଇ ଶୀଘ୍ର ଚାଲନ୍ତୁ ଭାଉଜ, ଜମା ଡେରି କରନ୍ତୁନି। ଡାକ୍ତର କହୁଛନ୍ତି ଶୀଘ୍ର ଅପରେସନ କରିବାକୁ। ଅପରେସନ ନହେଲେ ସମ୍ପଦ ମରିଯିବେ ନନା, ଟଙ୍କା ନେଇ ଚାଲନ୍ତୁ। କିଛି ନାହିଁ ଭାବୁଛ କଣ? ଚାଲ ଯିବା, ଚାଲ ଆମ ପୁଅ ପାଖକୁ ଯିବା। ଯିବା।
ସେଦିନର ସେ ଅପମାନ ଯାହା କହିବେ ଶାସ୍ତି ଭୋଗିବେ ମୁଁ ସତ କହୁଛି ନା ନିଆଁକୁ ଡେଇବାକୁ ତ କହିଲେ ମୁଁ ଡେଇ ପଡିବେ ମୁଁ ଏବେ ସେ କଥାର ଭାବିବାର ସମୟ ନୁହଁ। ଏବେ ଆମ ପୁଅର ଜୀବନ ବଡ଼। ଡାଇଲ ନାଚ ତାଳି 500 ଟଙ୍କା କଥା ଭୁଲି ପାରିଲେ ତ କୁହନ୍ତୁ ନା କଣ ମତେ ଶାସ୍ତି ଦେବେ କି ପ୍ରାୟଶ୍ଚିତ କରିବି ମୁଁ କୁହନ୍ତୁ ମତେ କୁହନ୍ତୁ ତୁ ବିଧବା ହେଇପାରିବ। କଣ କହିଲ? କଣ କହିଲ ତମେ? ମୁଁ କହିଲି ସୂର୍ଯ୍ୟ ମିଶ୍ରର ଝିଅ ଶୀତଳ ମିଶ୍ର କଥାରୁ ସିନ୍ଦୁର ପୋଛିବ, ହାତରୁ ଶଙ୍ଖ ଭାଙ୍ଗିବ, ବେକରୁ ମଙ୍ଗଳସୂତ୍ର ଓହ୍ଲେଇବ, ଆଉ ଚିତ୍କାର କରି କହିବ ମୋ ସ୍ୱାମୀ ମୋ ପାଇଁ ମରିଗଲା। ଏ ବାସି ତୁ ପଳା। ମୁଁ କହୁଛି ତ ସ୍ୱାମୀ ପାଖକୁ ପଳା। ଆଲୋ ସ୍ତ୍ରୀର ସ୍ତ୍ରୀ ପଡ଼ିଆରେ ଓଜନ ଥିଲେ ତା ସ୍ୱାମୀକୁ ଜମ ବି ନେଇ ପାରିବନି। ମୁଁ କହୁଛି ତ ସ୍ୱାମୀର କିଛି ହବନି। ପଳା ସେ ତ ସ୍ୱାମୀ ପାଖକୁ ପଳା। ପଳା ତ। ହଁ କି ଏତେ ସ୍ତ୍ରୀ ପଡ଼ିଆର ଓଜନ ଦେଖଉଛୁ? ସତୀ ସାଧ୍ୱୀ ନାରୀ ତୁ କହିବାକୁ ଚାହୁଁଛୁ ତୋ ପାଇଁ ମୁଁ ବଞ୍ଚିଛି? ଖାଇବାକୁ ପାଉନଥିଲ, ଚୁଡ଼ା ଖାଇ ବଞ୍ଚୁଥିଲ, ଚିରା ସାର୍ଟକୁ ସିଲେଇ କରି ମୋତେ ବାହା ହବାକୁ ଯାଇଥିଲ। ମୁଁ ଆସିଲା ପରେ ଇଟା ଶ୍ରମିକରୁ ଇଟା ଭାଟି ମାଲିକ ହେଲ। ଏ 50 ଟଙ୍କାରେ ଗୁଣ୍ଡା ପାହାଟେ କରୁଥିଲ, ଏବେ ବିଲିୟନ କରୁଛ। ପଳା ସେ ତ ସ୍ୱାମୀ ପାଖକୁ ପଳା। ଚାଲ ଭାଉଜ ଯା। ଗୁରୁମା ଠିକ କହିଛନ୍ତି, ଯାହା ତମ ଭାଗ୍ୟରେ ଥିବ ସେଇଆ ହବ। ଚାଲ ଭାଉଜ ଚାଲ, ଏ ମଣିଷଟାର କଥା ଜମା ଶୁଣନି। ଚାଲ ଭାଉଜ ଚାଲ। ତମ କଣ କହିଲୁ କଣ କହିଲୁ? ମୋ ମଣିଷ ମୋ ମଣିଷ ଯିଏ ନିଜ ପୁଅର ନୁହେଁ, ସେ ବାପ ନୁହେଁ, ରାକ୍ଷସ। ଯିଏ ନିଜ ପୁଅ ବଞ୍ଚି ଥାଉ ଥାଉ ନିଜ ବୋହୂକୁ ବିଧବା ହେବାକୁ କହେ, ସେଇଟା ମଣିଷ ନୁହେଁ, ଗୋଟାଏ ଜଙ୍ଗଲି ଭାଲୁ। ଖାଇବାକୁ ପାଉନଥିଲୁ, ଚୋତା ପରିଶ କରୁଥିଲୁ, ମୁଁ ତୋତେ ଦହା ଦେଖାଡ଼ି ମୋ ଇଟା ଭାଟିରେ ଚାକିରି ଦେଲି। ସାଲା ମୋ ଉପରେ ମୋର ଭୁଲ ହେଇଥିଲା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରିବା। ଭାବିଥିଲି ସବୁ କଳାକାର ଗୁଡାକ ହୃଦୟବାନ, ସେମାନଙ୍କର ମଣିଷ ଭଳିଆ ଅଛି। ହେଲେ ଆଜି ପ୍ରମାଣ ପାଇଗଲି, କିଛି କଳାକାର ମଞ୍ଚରେ ଯେମିତି ଅଭିନୟ କରନ୍ତି, ମଞ୍ଚ ତଳେ ତାଠୁ ବେଶୀ ଭଲ ଅଭିନୟ କରନ୍ତି। ମଞ୍ଚରେ ସେମାନେ ଯେତିକି ସୁନ୍ଦର, ମଞ୍ଚ ତଳେ ତାଠୁ ବେଶୀ କଥାକାର। ସେମିତି ହେଇନଥିଲେ ବୋହୁଟା ତା ସ୍ୱାମୀ ପାଇଁ ବିକଳ ହଉଛି, ଅଥଚ ତମେ ନନା ମୁଁ ଆପଣଙ୍କ ହାତ ଯୋଡ଼ୁଛି, ଆପଣଙ୍କ ଗୋଡ଼ ତଳେ ପଡ଼ୁଛି, ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନନା, ମୋ ସ୍ୱାମୀକୁ ବଞ୍ଚେଇ ଦିଅ। ନହେଲେ ମୋ କଥା ମାନି ବିଧବା ହେଇଯା। ଦେବ ତାରୁ ସିନ୍ଦୁର, ଭାଙ୍ଗିଦା ହାତରୁ ଶଙ୍ଖ, ବେକରୁ ମଙ୍ଗଳସୂତ୍ର। ଆପଣ ବୁଝୁନାହାନ୍ତି କାହିଁକି? ସମ୍ପଦକୁ ବିନା ମୁଁ ବଞ୍ଚେଇ ପାରିବିନି ନନା, ବଞ୍ଚେଇ ପାରିବିନି ମୁଁ।
ପଥର କାହାରି କଥା ବୁଝି ପାରେନି ଲୋ ସିତୁ।